ଚାଷୀ ଚାହିଁ ରହିଥିଲେ କେବେ ସରକାରୀ ଧାନ ମଣ୍ଡି ଖୋଲିବ ବୋଲି। ଚାଷୀମାନେ ନଭେମ୍ବର ମାସରୁ ଧାନ ଅମଳ ସାରି ଅପେକ୍ଷା କରି ରହିଥିଲେ ଧାନ ବିକ୍ରି କଲା ପରେ ଚାଷ କରିବା ପାଇଁ କରିଥିବା ଋଣକୁ ପରିଶୋଧ କରିବା। ବିଳମ୍ବ ହେଉ ପଛେ ସରକାରୀ ଧାନ ମଣ୍ଡିର ଶୁଭ ଉଦ୍ଘାଟନ ହୋଇଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ବ୍ଲକର ଅସନପାଟଠାରେ ରହିଥିବା ସମବାୟ ସମିତିରେ ସରକାରୀ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଡିଓ ହୃଦାନନ୍ଦ ଅଧା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ମହେନ୍ଦ୍ର କୁମାର ପଟ୍ଟନାୟକ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାଟଣା ବିଧାୟକଙ୍କ ପରାମର୍ଶଦାତା କମଳାକାନ୍ତ ଦାସ, ବ୍ରଜକିଶୋର ରାୟ, ମଙ୍ଗଳୁ ସୋରେନ, ହେମନ୍ତ ନାୟକ, ଆର୍ଏମ୍ସି ସଭାପତି ଦିଗାମ୍ବର ପ୍ରଧାନ, ଅସନପାଟ ସରପଞ୍ଚ ଚିନ୍ମୟୀ ନାୟକ, ପିଇଓ ସୁବେରା ବାରିକ, ଭବାନୀ ମହାନ୍ତ, ରବୀନ୍ଦ୍ର ବାରିକ, ନବୀନ ମହାନ୍ତ, ସାରଳା ନାୟକ, ବ୍ରଜେନ୍ଦ୍ର ମହାନ୍ତ, ସୁନେଲି ନାୟକ, ସାଧୁଚରଣ ମହାନ୍ତ, ହୀରାମୋହନ ମହାନ୍ତ, ମନୋଜ ନାୟକ, ସଯୁକ୍ତ ନାୟକ ପ୍ରମୁଖ ଯୋଗଦାନ କରିଥିଲେ। ପ୍ରଥମ ଦିନରେ ଚାଷୀ ଭଜନା ମହାନ୍ତ, ରଘୁମଣି ନାୟକ, ମଧୁସ୍ମିତା ମହାନ୍ତ, ପବିତ୍ର ମହାନ୍ତ, ଯଶୋବନ୍ତୀ ନାୟକ, ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କଠାରୁ ଧାନ ସଂଗ୍ରହ କରାଯାଇଛି। ଝୁମ୍ପୁରା ବ୍ଲକରୁ ଜେଥୁରାମ ମହାକୁଳଙ୍କ ରିପୋର୍ଟ, ବୈତରଣୀ ଖବର।